ନୂଆ ବର୍ଷ 2025ରେ 5ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି ଏବଂ ଏହି 5ଗୋଟି ରାଶିର ବ୍ୟକ୍ତିମାନେ ହେବାକୁ ଯାଉଛନ୍ତି ମାଲାମାଲ। କାରଣ ନୂଆବର୍ଷ 2025 ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଅଛି। ଏହି କାରଣରୁ ଏହି 5ଗୋଟି ରାଶିର ବ୍ୟକ୍ତିମାନଙ୍କୁ ମା ଲକ୍ଷ୍ମୀ କରିବେ ଭାଗ୍ୟଶାଳୀ ଏବଂ ମାଲାମାଲ। ଦର୍ଶକ ବନ୍ଧୁ, ନୂଆ ବର୍ଷକୁ ଆଉ ଅଳ୍ପ ଦିନ ବାକି ରହିଲା ଏବଂ ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା ଏବଂ ଉଲ୍ଲାସ ଆଣୁ ବୋଲି ସମସ୍ତଙ୍କର ଇଚ୍ଛା ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆବର୍ଷ 2025 ବହୁତ ଖାସ୍ ହେବାକୁ ଯାଉଅଛି। କାରଣ ନୂଆବର୍ଷ ଆରମ୍ଭରେ ହିଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଅଛି। କାହିଁକି ନା ନୂଆବର୍ଷ 2025ରେ ଦେବଗୁରୁ ବୃହସ୍ପତି ଏବଂ ଶୁକ୍ରଦେବ ଗୋଟିଏ ସ୍ଥାନରେ ବିରାଜମାନ କରିବାକୁ ଯାଉଛନ୍ତି। ଆଉ ଏହି ଦୁଇଟି ଶୁଭ ଗ୍ରହ ଗୋଟିଏ ସ୍ଥାନରେ ବିରାଜମାନ କରିବା ଯୋଗୁଁ ଅତ୍ୟନ୍ତ ଶୁଭଯୋଗ ସୃଷ୍ଟି ହୋଇ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଅଛି। ଏବଂ ଏହି ଗଜଲକ୍ଷ୍ମୀର ପ୍ରଭାବ ସମସ୍ତ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ିଲେ ମଧ୍ୟ ଏହି 5ଗୋଟି ରାଶିର ବ୍ୟକ୍ତିବିଶେଷମାନେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ଏବଂ ଏମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଅଛି। କାରଣ ନୂଆବର୍ଷ 2025ରେ ମା ଲକ୍ଷ୍ମୀ ଏହି 5ଗୋଟି ରାଶିର ବ୍ୟକ୍ତିମାନଙ୍କୁ କରିବାକୁ ଯାଉଛନ୍ତି ମାଲାମାଲ। ଦର୍ଶକ ବନ୍ଧୁ, ନୂଆବର୍ଷ 2025ର 5ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ ମୋର ଛୋଟିଆ ଅନୁରୋଧ ରହିଲା ଯେ ଯଦି ପ୍ରଥମ କରି ଆମ ଚ୍ୟାନେଲରେ ଆସିଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ଭିଡ଼ିଓ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ଆଉ ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଲାଗେ ତାହେଲେ ଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ କମେଣ୍ଟ ବକ୍ସରେ ସହୃଦୟରେ ଜୟ ମହାଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା ନୂଆବର୍ଷ 2025ରେ କେଉଁ 5ଗୋଟି ରାଶିର ବ୍ୟକ୍ତିମାନେ ହେବାକୁ ଯାଉଛନ୍ତି ମାଲାମାଲ। ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କୁ ନୂଆବର୍ଷ 2025ରେ ହଠାତ୍ ଧନପ୍ରାପ୍ତି ହେବ ଏବଂ ନୂଆବର୍ଷରେ ମେଷ ରାଶି ବ୍ୟକ୍ତିମାନଙ୍କୁ ଖୁବ୍ ଶୁଭଫଳ ମିଳିବାକୁ ଯାଉଅଛି ଏବଂ ଆର୍ଥିକ ସ୍ଥିତି ମଜବୁତ ହେବା ସହ ମେଷ ରାଶି ବ୍ୟକ୍ତିମାନଙ୍କର ମନ ଅତ୍ୟନ୍ତ ଖୁସି ରହିବ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କୁ ନୂଆବର୍ଷ 2025ରେ ବହୁତ ଭଲ ମାନ ସମ୍ମାନ ବୃଦ୍ଧି ହେବ ଏବଂ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା କାରଣରୁ ମିଥୁନ ରାଶି ବ୍ୟକ୍ତିମାନଙ୍କର ଅଟକି ରହିଥିବା ସମସ୍ତ କାମ ପୂରଣ ହେବ ଏବଂ ବେପାର ବାଣିଜ୍ୟରେ ଶୁଭ ସମୟ ରହିବା ସହ ମିଥୁନ ରାଶିର ବ୍ୟକ୍ତିମାନେ ବେପାର ବିଜନେସରେ ବହୁତ ଭଲ ଲାଭବାନ ମଧ୍ୟ ହେବେ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ସିଂହ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ମଧ୍ୟ ନୂଆବର୍ଷ 2025ରେ ସିଂହ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ଖୁବ୍ ଶୁଭ ସମୟ ରହିବ ଏବଂ ଗୋଟିଏ ଖୁସିର କଥା ହେଲା ଯେ ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆବର୍ଷ 2025ରେ ଚାକିରିରେ ପଦୋନ୍ନତିର ଯୋଗ ରହିଅଛି। କର୍ମକ୍ଷେତ୍ରରେ ଏବଂ ବ୍ୟବସାୟରେ ବହୁତ ଭଲ ସଫଳତା ମଧ୍ୟ ମିଳିବ ଏବଂ ସିଂହ ରାଶି ବ୍ୟକ୍ତିବିଶେଷମାନଙ୍କୁ ନୂଆବର୍ଷ 2025ରେ ଅନେକ ଖୁସି ଖବର ମଧ୍ୟ ମିଳିବାକୁ ଯାଉଅଛି ଏବଂ ସିଂହ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ବହୁତ ଭଲ ସଫଳତା ମଧ୍ୟ ପାଇପାରିବେ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ନୂଆବର୍ଷ 2025ରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା ଯୋଗୁଁ ତୁଳାରାଶି ବ୍ୟକ୍ତିବିଶେଷମାନେ ମଧ୍ୟ ଅତ୍ୟନ୍ତ ଲାଭବାନ ହେବାକୁ ଯାଉଛନ୍ତି। ଆଉ ତୁଳାରାଶି ବ୍ୟକ୍ତିବିଶେଷମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହେବ ଏବଂ କର୍ମକ୍ଷେତ୍ରରେ ଅନେକ ଲାଭ ମିଳିବା ସହ ଅତ୍ୟନ୍ତ ଶୁଭ ଫଳର ଯୋଗ ମଧ୍ୟ ରହିଅଛି ଏବଂ ତୁଳାରାଶି ବ୍ୟକ୍ତିମାନଙ୍କୁ ସହକର୍ମୀର ସହଯୋଗ ମଧ୍ୟ ମିଳିବ। ଆଉ ତୁଳାରାଶି ବ୍ୟକ୍ତିମାନଙ୍କୁ ନୂଆବର୍ଷ 2025ରେ ଅନେକ କାର୍ଯ୍ୟରେ ବହୁତ ଭଲ ସଫଳତା ମିଳିବାର ବହୁତ ସମ୍ଭାବନା ମଧ୍ୟ ରହିଅଛି ଏବଂ ତୁଳାରାଶି ବ୍ୟକ୍ତିମାନଙ୍କର କ୍ୟାରିୟରରେ ମଧ୍ୟ ବହୁତ ଭଲ ସଫଳତା ମିଳିବାର ସମ୍ଭାବନା ରହିଅଛି ଏବଂ ମା ଲକ୍ଷ୍ମୀ ଦେବୀଙ୍କର କୃପାରୁ ତୁଳାରାଶି ବ୍ୟକ୍ତିମାନଙ୍କୁ ବେପାର ବାଣିଜ୍ୟରେ ମଧ୍ୟ ବହୁତ ଭଲ ଲାଭ ମିଳିବାର ସମ୍ଭାବନା ରହିଅଛି। ପଞ୍ଚମ ଏବଂ ଶେଷ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ନୂଆବର୍ଷ 2025ରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା ଯୋଗୁଁ ନୂଆବର୍ଷ 2025ରେ କୁମ୍ଭ ରାଶି ବ୍ୟକ୍ତିବିଶେଷମାନଙ୍କର ବହୁତ ଦିନ ଧରି ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଯିବ। ଆଉ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା ଯୋଗୁଁ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ଖୁସିର କଥା ହେଲା ଯେ ଧାର କରଜ ଦେଇଥିବା ଟଙ୍କା ଫେରସ୍ତ ପାଇପାରିବେ କୁମ୍ଭ ରାଶିର ବ୍ୟକ୍ତିମାନେ ନୂଆବର୍ଷ 2025ରେ ଏବଂ କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଲାଗି ରହିଥିବା ଅନେକ ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ବହୁତ ଦିନ ଧରି ବନ୍ଦ ରହିଥିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କର ବେପାର ବିଜନେସ୍ ମଧ୍ୟ ନୂଆବର୍ଷ 2025ରେ ପୁଣି ଥରେ ଚାଲୁ ହୋଇଯିବ ଏବଂ ଯେଉଁ କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଟଙ୍କା ପଇସା ବହୁତ ଦିନ ଧରି ଫସି ରହିଥିଲା ସେ ବ୍ୟକ୍ତିମାନେ ମଧ୍ୟ ଫସି ରହିଥିବା ଧନ ଫେରସ୍ତ ପାଇପାରିବେ ଏବଂ ଆପଣଙ୍କର କର୍ମକ୍ଷେତ୍ରରେ ଲାଗି ରହିଥିବା ଅନେକ ସମସ୍ୟା ମଧ୍ୟ ଦୂର ହେବାର ସମ୍ଭାବନା ରହିଅଛି ଏବଂ ନୂଆବର୍ଷ 2025ରେ କୁମ୍ଭ ରାଶି ବ୍ୟକ୍ତିମାନଙ୍କର
ମନ ମଧ୍ୟ ବହୁତ ଭଲ ପ୍ରସନ୍ନ ରହିବ ଏବଂ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବା ଯୋଗୁଁ ବହୁତ ଦିନ ଧରି ବନ୍ଦ ରହିଥିବା କାମକୁ ମଧ୍ୟ ଆପଣମାନେ ସହଜରେ ପୂରଣ କରିପାରିବେ।